ଆମର ଏଟା ଭାଉଜି ଆମର ଇଷ୍ଟଦେବ ପ୍ରଭୁ ଶିଶୁଅନନ୍ତଙ୍କୁ ପ୍ରଣାମ ଜଣାଉଛି। ଗୁରୁଦେବଙ୍କୁ ପ୍ରଣାମ ଜଣାଉଛି। ସମସ୍ତ ସଦ୍ଗୁରୁମାନଙ୍କୁ ପ୍ରଣାମ ଜଣାଉଛି। ଏ ହେଉଛି ଗୋଟେ 57 ବର୍ଷ ବାର୍ଷିକ ଚତୁର୍ଦ୍ଦଶୀ ମେଳା। এই ଚତୁର୍ଦ୍ଦଶୀ ମେଳାରେ ଆଜି ହେଉଛି ତ୍ରୟୋଦଶୀ ଦିବସ। ଏହି ଦିବସରେ ଅନେକ ବ୍ୟକ୍ତି ଭିନ୍ନ ଭିନ୍ନ ସ୍ଥାନରୁ ଆସନ୍ତି। ଆସନ୍ତାକାଲି ଭଗବାନଙ୍କର ଶିଶୁ ଅନନ୍ତଙ୍କର ନୃସିଂହ ବେଶ ହେବେ। ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ଭକ୍ତମାନେ ଏଠି ରୁଣ୍ଡୀଭୂତ ହୁଅନ୍ତି। ଅସହ୍ୟ ଖରା ଯନ୍ତ୍ରଣା ଥିଲେ ବି ଭକ୍ତି ଗୋଟେ ଏମିତି ଜିନିଷ, ଭକ୍ତି ଗୋଟେ ଶକ୍ତିର ପ୍ରତୀକ। ସେ ବିଲେଇ ମା ଯେମିତି ବିଲେଇ ଛୁଆକୁ କାମୁଡ଼ିକିରି ନେଇ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନେଇଥାଏ, ଠିକ୍ ସେଇଭଳି ଶକ୍ତି ଭକ୍ତି ଗୋଟିଏ ଏଭଳି ଶକ୍ତି, ସେ କିଛି ମାନେନି। ଭକ୍ତି ଉପୁଜିବ ଯେବେ ଛାଡ଼ିବ ସର୍ବକର୍ମ। ଯେତେବେଳେ ଭଗବାନ କୃଷ୍ଣ, ଯାହା ଆମର ଶାସ୍ତ୍ରରେ ଲେଖା ଅଛି, ଯେତେବେଳେ ଭଗବାନ କୃଷ୍ଣ ବଂଶୀବାଦନ କଲେ, ଯମୁନା କୂଳରେ କଦମ୍ବ ଗଛ ମୂଳରେ ଯେତେବେଳେ ବଂଶୀବାଦନ କଲେ, ସେତେବେଳେ ଯେତେ ଗୋପୀମାନେ ଗୋପାଳମାନେ ନିଜ ନିଜ ଘରେ ଥିଲେ, ବିଭିନ୍ନ ପ୍ରକାରର କର୍ମରେ ଲିପ୍ତ ଥିଲେ, କିନ୍ତୁ ଏ ସବୁକୁ ତ୍ୟାଗ କରି ବଂଶୀ ଯୁଆଡ଼େ ବାଜୁଛି ସେହି ସ୍ଥାନକୁ ସେମାନେ ଆସିଲେ। ଏହା ହେଉଛି ବଂଶୀର ବିକାଶ। କେବଳ ବଂଶୀ କ'ଣ କେବଳ ସେଇ ଦ୍ୱାପର ଯୁଗରେ ବାଜିଥିଲା? ବର୍ତ୍ତମାନ ବି ବଂଶୀ ବାଜୁଛି। ଯଦି ବଂଶୀ ବାଜୁ ନଥାନ୍ତା ତାହେଲେ ଏତେ ଲୋକଙ୍କର ସମାଗମ ବିଭିନ୍ନ ସ୍ଥାନରେ କେମିତି ହେଲା? ଆପଣ ଆଜି ଦେଖିବେ ପୁରୀ ଜଗନ୍ନାଥଙ୍କ ମନ୍ଦିରରେ ସେଠିକି ଦର୍ଶନ କରିବା ପାଇଁ ମଧ୍ୟ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି, ବାଟ ମିଳୁନି। ସେଇଭଳି ଲିଙ୍ଗରାଜ ମନ୍ଦିରରେ ବା ଅନ୍ୟାନ୍ୟ ଯେକୌଣସି ମହିମା ବିମଣ୍ଡିତ ଦେବସ୍ଥାନ ମାନଙ୍କରେ ଆଜି ପ୍ରବଳ ଭିଡ଼। ଯଦି ଲୋକ ସବୁ ଆମେ କହୁଛୁ ଲୋକ ସବୁ ଖରାପ ହେଇଗଲେଣି,
ପ୍ରକୃତରେ ଲୋକମାନେ ଯଦି ଖରାପ ହେଇଗଲେ ତେବେ ସେମାନେ ଆସୁଛନ୍ତି କେମିତି? ତାଙ୍କ ଭିତରେ ଶୁଣିବାର ଆଗ୍ରହ କେମିତି ସୃଷ୍ଟି ହେଉଛି? ଏଇଠି ଆମର ନାମ କୀର୍ତ୍ତନ କରିବା ପାଇଁ ଅନେକ କୀର୍ତ୍ତନ ଦଳ ମାନେ ଆସିଛନ୍ତି। ତା ଭିତରେ ମା ମାନେ ମଧ୍ୟ ସେ ମଧ୍ୟ କୀର୍ତ୍ତନ କରିବା ପାଇଁ ଆସିଛନ୍ତି। ତେଣୁ ଆଜି ବି ଆଜି ଦ୍ୱାପର ଯୁଗ ନାହିଁ, କିନ୍ତୁ ଆଜି ବି ଭଗବାନ କୃଷ୍ଣଙ୍କର ବଂଶୀ ବାଜୁଛି। କେଉଁଠି ନାମଯଜ୍ଞ ରୂପରେ, କେଉଁଠି ଘୃତଯଜ୍ଞ ରୂପରେ, କେଉଁଠି ଅନ୍ନଯଜ୍ଞ ରୂପରେ, କେଉଁଠି ଜପଯଜ୍ଞ ରୂପରେ, ଏସବୁ କଥା ମାନେ ସବୁବେଳେ ଚାଲେ। ଲୋକମାନେ ମଧ୍ୟ ତାକୁ ଉପଭୋଗ କରିବା ପାଇଁ ମାନେ ସେ ଜାଗାରେ ଯାଇ ପହଞ୍ଚୁଛନ୍ତି। ତେଣୁ ଭକ୍ତି ଉପୁଜିବ ଯେବେ ଛାଡ଼ିବ ସର୍ବକର୍ମ। ସବୁ କାମକୁ ପଛରେ ପକାଇ ଯେତେବେଳେ ଭକ୍ତି ଉଦୟ ହେବ, ଭକ୍ତି କହିଲେ ସେବା। ଭକ୍ତିର ପ୍ରକୃତ ଅର୍ଥ ହେଉଛି ସେବା। ସେବା କରିବା ପାଇଁ ଯେତେବେଳେ ମଣିଷ ମନରେ ଭାବ ସୃଷ୍ଟି ହୁଏ, ସେ ଆପେ ଆପେ ସେ ସେବା କରିବା ସ୍ଥାନକୁ ଯାଏ। ତେଣୁ ଭକ୍ତିରେ ପ୍ରୀତି ନାହିଁ ଯାହାର ଭକ୍ତି କରିବାରେ ଗୋଟେ ପ୍ରୀତି ନାହିଁ, ଲୋକ ଦେଖାଣିଆ ସେ ଗୋଟେ ଭକ୍ତି କରୁଛି, ସେ ସବୁ କଥା ଗୋଟେ ସ୍ୱତନ୍ତ୍ର। ସେ କଥାରେ କିଛି ସେ କଥାରେ ଏ କଥା ନୁହେଁ। ତେଣୁ ଭକ୍ତିର ବେଣୁ ବା ଭକ୍ତିର ବଂଶୀ ବା ଭକ୍ତିର ମୁରଲୀ ଆଜି ବି ବାଜୁଛି। ଆଜି ବି ସେଇ ଗୋପୀ ଭାବର ମଣିଷମାନେ ଆଜି ବି ସେମାନେ ସେଇ ରାସକୁ ଉପଭୋଗ କରିବା ପାଇଁ ସେ ଆସୁଛନ୍ତି। ଏଇ ଯେଉଁ ଆସନ୍ତା କାଲି ନୃସିଂହ ଚତୁର୍ଦ୍ଦଶୀ ପର୍ବ ହେବ, ଏଠି ନୃସିଂହଙ୍କର ସ୍ୱରୂପ ମାନେ ତିଆରି ହେବେ, ସେ ପୂଜା ପାଇବେ। ସେତେବେଳେ ନୃସିଂହ ଯେତେବେଳେ ଆବିର୍ଭାବ ହେଇଥିଲେ, ସେତେବେଳେ ଯୁଗଟି କ'ଣ ଥିଲା? ଯୁଗଟି ଥିଲା ସତ୍ୟ। ଏବେ ସତ୍ୟ ଯୁଗରେ ଭକ୍ତର ଭକ୍ତିରେ ବା ଭକ୍ତର ନିବେଦନରେ ସେଠି ମଧ୍ୟ ଗୋଟେ ରାସ ସୃଷ୍ଟି ହେଲା। ଗୋଟେ ପଥର ସ୍ତମ୍ଭରୁ ଭଗବାନ ନୃସିଂହ ବାହାରିଲେ। କ'ଣ ପାଇଁ ବାହାରିଲେ? ଭକ୍ତି ବା ସେବାକୁ ନେଇ ଭକ୍ତର ମାନକୁ ରକ୍ଷା କରିବା ପାଇଁ
ଭଗବାନଙ୍କର ଆବିର୍ଭାବ। ସେଦିନ ବି ହେଲା, ଆଜି ବି ହେଉଛି। ମହାପ୍ରଭୁ ଚୈତନ୍ୟ ନବଦ୍ୱୀପ ଏଠୁ କେତେ ବାଟ? ନବଦ୍ୱୀପ ଧାମରୁ ଗଙ୍ଗାର ଅତଳ ଜଳରାଶିକି ଭକ୍ତି ଉପୁଜିବ ଯେବେ, ଛାଡ଼ିବ ସ୍ୱଳ୍ପ କର୍ମ ତେବେ। ସେ ଭକ୍ତିକୁ ପ୍ରାଧାନ୍ୟ ଦେଇ ଗଙ୍ଗା ନଦୀର ବନ୍ୟା କିମ୍ବା ମେଘ ପବନକୁ ଖାତିର ନ କରି ସେ ଗଙ୍ଗା ଗର୍ଭରେ ଲମ୍ପ ଦେଇଥିଲେ ଏବଂ ଗଙ୍ଗା ମାତା ତାଙ୍କୁ ଅକ୍ଷୁର୍ଣ୍ଣ ଭାବରେ ସେ ସ୍ଥଳ ଭାଗରେ ପହଞ୍ଚେଇଥିଲେ। ସେଇଠୁ ପୁଣି ସେ କୀର୍ତ୍ତନ କରି କରି ପାଦରେ ଚାଲି ଚାଲି ସେ ଓଡ଼ିଶାର ଆମର ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଧାମ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ। ବାତ୍ୟାରେ ଅନେକ ଲୀଳା କରିଛନ୍ତି, ଅନେକ ଲୋକଙ୍କୁ ସେ ଉଦ୍ଧାର କରିଛନ୍ତି। ଯାହା ହଉ, ତାଙ୍କୁ କିଏ ପ୍ରଶଂସା କରୁଛି, ନିନ୍ଦା କରୁଛି, ସେ ସବୁକୁ ସେ ଭ୍ରୂକ୍ଷେପ ନ କରି ସେ ଆସି ଶ୍ରୀକ୍ଷେତ୍ରରେ ରହିଗଲେ ଏବଂ ସେ ଆଉ ନବଦ୍ୱୀପ ଆଉ ଗଲେ ନାହିଁ। ତାହେଲେ ସେଠି କେଉଁ ବଂଶୀଟା ବାଜିଲା? ମହାପ୍ରଭୁ ଚୈତନ୍ୟ ସୁଦୂର ନବଦ୍ୱୀପରୁ ପୁରୀ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ପାଦରେ ଚାଲି ଚାଲିକିରି ଆସିଲେ। ସେଠି କ'ଣ ବାଜୁଥିଲା? କେଉଁ ବଂଶୀ ବାଜୁଥିଲା? ସେ ବଂଶୀ ହେଉଛି ମୋହନ ବଂଶୀ। ତାକୁ ବଜଉଥିଲେ କିଏ? ତାକୁ ବଜଉଥିଲେ ସ୍ୱୟଂ ଜଗନ୍ନାଥ। ଜଗନ୍ନାଥଙ୍କର ବଂଶୀସ୍ୱନକୁ ଶୁଣି ସୁଦୂର ନବଦ୍ୱୀପରୁ ମହାପ୍ରଭୁ ଚୈତନ୍ୟ, ନିତ୍ୟାନନ୍ଦ, ଅଦ୍ୱୈତ ମହାପ୍ରଭୁ, ଗଦାଧର ମହାପ୍ରଭୁ, ଶ୍ରୀବାସ ପଣ୍ଡିତ, ଇଏ ସମସ୍ତେ କୀର୍ତ୍ତନ ମଣ୍ଡଳୀ ନିଜ ନିଜ ଗ୍ରୁପରେ କୀର୍ତ୍ତନ ମଣ୍ଡଳୀ ଥିଲେ। କୀର୍ତ୍ତନ କରି କରି ନବଦ୍ୱୀପରେ ଏହା ଯାହା ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଆଜି ବି ବଂଶୀ ବାଜୁଛି। ସେ ବଂଶୀକୁ ଯେଉଁମାନେ ମନ କର୍ଣ୍ଣ ଦେଇ ଶୁଣୁଛନ୍ତି, ସେମାନେ ହିଁ ଏଇଭଳିଆ କାର୍ଯ୍ୟକ୍ରମରେ ଆସି ପହଞ୍ଚୁଛନ୍ତି। ତେଣୁ ଆପଣମାନଙ୍କୁ ଏ ବର୍ଷର 57 ବର୍ଷ ପାଳନ ହେଉଛି ଚତୁର୍ଦ୍ଦଶୀ ପର୍ବ। ଏଠି ଆମର ପାଲା ନାଚ, ଦାସକାଠି, ଘୋଡ଼ା ନାଚ ସବୁ ହୁଏ। ତା ସହିତ କୀର୍ତ୍ତନ ମଧ୍ୟ। ଏ ବର୍ଷର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେଉଛି ସେଇ ସୁଦୂର ନବଦ୍ୱୀପ ଧାମରୁ ଗୌର ନୀଳା। ଯେମିତି ଆମର ଏଠି ପାଲା, ସତ୍ୟନାରାୟଣ ପାଲା ଯେମିତି ହୁଏ, ଏଠି ସେମିତି ଭଗବାନ ଗୌରାଙ୍ଗଙ୍କର ଲୀଳା ପ୍ରଦର୍ଶନ କରିବା ପାଇଁ, ଲୀଳାକୁ ଶୁଣେଇବା ପାଇଁ ଆମର ଗୋଟେ
ଦଳ ଆସିଛନ୍ତି, ଗ୍ରୁପ ଆସିଛନ୍ତି, ମୃଦଙ୍ଗ, ଗିନି, ଅନ୍ୟାନ୍ୟ ଯନ୍ତ୍ର ସହିତ ଅତି ସୁନ୍ଦର ଭାବରେ। ଆମେ ତ ବେଳେବେଳେ ବ୍ରାହ୍ମଣୀ ବେଙ୍ଗ ଭଳି ଯଦି ଡେଇଁଲୁଣୁ, କେତେବେଳେ ମାଙ୍କଡ଼ ଭଳିଆ ଡେଇଁଲୁଣୁ, କିନ୍ତୁ ସେମାନଙ୍କର କୀର୍ତ୍ତନ ଧାରାରେ ସେଭଳି କିଛି ନଥାଏ। କେବଳ ମହାପ୍ରଭୁଙ୍କର ଲୀଳା ଥାଏ। ଯେଉଁଠି ଦରକାର ପଡ଼େ ଅନ୍ୟମାନଙ୍କୁ ଆପ୍ୟାୟିତ କରିବା ପାଇଁ ସେମାନେ ସେତିକି ହିଁ ନାଚନ୍ତି। ଏବଂ ଗତକାଲି ସେ କାର୍ଯ୍ୟକ୍ରମ ହେଇଯାଇଛି। ବୋଧେ କିଛି ଲୋକ ତାକୁ ବୁଝିପାରିଲେନି। ଆମେ ତ ଓଡ଼ିଆ ଲୋକ, ଆମେ ଆଉ ବେଙ୍ଗଲୀ କ'ଣ ବୁଝିବୁ? ବୁଝିବାକୁ ଚେଷ୍ଟା କଲେ ସବୁ କଥା ବୁଝିବୁ। ଆମେ ମନେ କରାଯାଉ କିଛି ବୁଝିପାରୁନୁ, କିନ୍ତୁ ବଂଶୀରେ କ'ଣ ଗୀତ ଶବ୍ଦ ବାହାରୁଥିଲା? ବଂଶୀର ବିଧାନ ମଧ୍ୟ ଗୋଟିଏ ସୁନ୍ଦର କୀର୍ତ୍ତନ ବା ସଙ୍ଗୀତ ରୂପରେ କୃଷ୍ଣଙ୍କ ମୁଖରେ ଶୋଭା ପାଉଛି। ଏଠି ଆପଣମାନେ ଯେଉଁ କୀର୍ତ୍ତନ କରୁଛନ୍ତି, ସେ କୀର୍ତ୍ତନ ମଧ୍ୟ ସେଇ ଦ୍ୱାପର ଯୁଗର କୃଷ୍ଣଙ୍କର ବଂଶୀର ବିଧାନ। ଆମେ ଏଠି ଭଜ ନିତାଇ ଗୌର ନାମ କରୁଛୁ, କିମ୍ବା ଜୟ ଶିଶୁ ଅନନ୍ତଙ୍କ ନାମ କରୁଛୁ, ଆଉ କେଉଁଠି ହରେ କୃଷ୍ଣ ଏସବୁ ନାମ କରୁଛୁ। ଜାଣି ନ ଜାଣି ତୋ ମହିମା ଭଜନ୍ତି ଭକତ ଉତ୍ତମ। ନାମର ମହିମାଟାକୁ ଯେ ସମସ୍ତେ ବୁଝିପାରିବେ କି ଜାଣିପାରିବେ, ସେ ଶକ୍ତି ସମସ୍ତଙ୍କର ନାହିଁ। ତେଣୁ ଆପଣମାନେ ବହୁତ ଦୂରରୁ ଆସିଛନ୍ତି। ଆପଣମାନେ ସନ୍ଧ୍ୟା ଆଳତୀ ଦର୍ଶନ କଲେ। ଯେଉଁ କୀର୍ତ୍ତନ ମଣ୍ଡଳୀ ମାନେ ଆସିଥିଲେ, ଏବେ ବି ଅଛନ୍ତି, ସେମାନେ ବହୁତ ସୁନ୍ଦର ଭାବରେ ମଧ୍ୟ କୀର୍ତ୍ତନ କରୁଛନ୍ତି। ବହୁତ ଭଲ ଲାଗୁଛି। ଲୋକମାନେ ଶୁଣିବା ପାଇଁ ତାଙ୍କୁ ସେଥିପାଇଁ ସେମାନଙ୍କ ପାଖରେ ଧୈର୍ଯ୍ୟ ଯଥେଷ୍ଟ। ଆପଣମାନେ ସେଠି ଚେୟାର ପଡ଼ିଛି, ସମସ୍ତେ ବସନ୍ତୁ। ଆଉ କିଛି ସମୟ ପରେ ଏ ଯେଉଁ ଗୌର ମଙ୍ଗଳ ମାନେ କୀର୍ତ୍ତନ ମଣ୍ଡଳୀ ଆସିଛନ୍ତି, ସେ ମାତ୍ର 2 ଘଣ୍ଟା ଆପଣମାନଙ୍କୁ କିଛି କଥା ଶୁଣେଇବେ। ତାପରେ ପୁଣି ଆମର ଅଖଣ୍ଡ କୀର୍ତ୍ତନ ଯେମିତି ଚାଲୁଥିଲା ସେମିତି ଚାଲିବ। ତେଣୁ ସମସ୍ତେ ପ୍ରସାଦ ପାଇ ମହାପ୍ରଭୁ ଚୈତନ୍ୟଙ୍କର ଏହି ସୁନ୍ଦର ମହୋତ୍ସବର ପ୍ରସାଦ ପାଇ ଘରକୁ ଫେରିବେ। ଇଏ ହେଉଛି ଜୀବନର କୃତାର୍ଥ। ଯଦି କିଛି କୃତାର୍ଥ ବୋଲି ଗୋଟେ ଶବ୍ଦ ଥାଏ, ଏଇଗୁଡ଼ାକ ହେଉଛି ସବୁଠାରୁ ଶ୍ରେଷ୍ଠ କଥା। ଏଇ ସଂସ୍କାର ଯେଉଁମାନଙ୍କର ଥାଏ, ସେମାନଙ୍କର ସବୁ ଜନ୍ମ ସାର୍ଥକ। ତେଣୁ ଆପଣମାନେ ଏତେ ବାଟରୁ ଆସିଛନ୍ତି, କେଉଁଠି କ'ଣ ଅସୁବିଧା ସୁବିଧା ହେଉଥିବ, ନିଜର ଅନୁଷ୍ଠାନ ଭାବି, ନିଜର କାମ ବୋଲି ଭାବି ଆପଣମାନେ ସେଥିପ୍ରତି ଭୂକ୍ଷେପ କରିବେ ନାହିଁ ଏବଂ ସୁନ୍ଦର ଭାବରେ ଶ୍ରୋତା ହୁଅନ୍ତୁ ବା କୀର୍ତ୍ତନୀୟ। ଶେଷରେ ଆପଣମାନଙ୍କୁ ବଢ଼ିଆ ପ୍ରଣାମ ଜଣାଉଛି। ବିଶ୍ୱର ଶାନ୍ତି କାମନା କରୁଛି, ଆଉ ଆପଣମାନଙ୍କର ଶାନ୍ତି କାମନା କରି ରହୁଛି। ପୁଣି ଥରେ କୀର୍ତ୍ତନର ନିନାଦରେ ଆମର କଥାକୁ ଶେଷ କରିବା।
বলল কোন নাম কি? ভজনিতা আইব আইব অনুভবে যাইব নামটা দেই না ভজনিতাই গৌর রাধে শ্যামজপ হরে Hare